ମୁଁ ଆପଣଙ୍କୁ ଆମର ଏଇ ଯେଉଁ ଜମି ଚାଷ ହେଇଛି ଦେଖାଉଛି। ମାନେ ଏ ପରିବେଶଟା କେତେ ସୁନ୍ଦର ଲାଗୁଛି। ମୁଁ ଟାଉନର ଏଇ ଯେଉଁ ମାନେ ବହୁତ ଜାମ୍ ଭିତରେ ନିରଳା ପରିବେଶ ଦେଖନ୍ତୁ। ଏ ପୁରା ଦେଖନ୍ତୁ, ପୁରା ଦେଖାଉଛି ଭିଜୁଆଲ୍, କେହି ନାହାନ୍ତି, ପୁରା ସୁନସାନ୍। ଏ ଜାଗା ଦେଖନ୍ତୁ କେତେ ସୁନ୍ଦର ଲାଗୁଛି, ପୁରା ସୁନସାନ୍। ମୁଁ ଏକୁଟିଆ ଅଛି, କେହି ବି ନାହାନ୍ତି। ତାମାନେ କେତେ ଶାନ୍ତ ପରିବେଶ। କେବଳ ଏଠି ଚଢ଼େଇ, ଯେଉଁମାନେ ଛୋଟ ଛୋଟ ଚଢ଼େଇ ଯାହା କିଚିରି ମିଚିରି ଶବ୍ଦ ଶୁଭୁଛି, ଆଉ କିଛି ବି ନାହିଁ। ପୁରା ମସ୍ତ ଜାଗା ଦେଖନ୍ତୁ। ଭାବିଲି ଛୋଟ ଗୋଟେ ଭିଡ଼ିଓ କରି ମୁଁ ଆପଣଙ୍କୁ ଏଇଟା ସେୟାର କରିବି। କେତେ ଶାନ୍ତ ପରିବେଶ ଦେଖନ୍ତୁ। କେହି ବି ଦୂର ଦୂରକୁ ଦେଖିଲେ କେହି ବି ନାହାନ୍ତି। ମୁଁ ଏକା ଆସିଛି। ବର୍ଷା ଆସିବାର ସମ୍ଭାବନା ଥିଲା, ସେଥିପାଇଁ ଗୋଟେ ଛତା ଧରିକି ବି ଆସିଛି। ଦେଖନ୍ତୁ, ଛତା ଧରିକି ବି ଆସିଛି। ମାନେ ଭାବିଲି ଏଇ ଜାଗାଟା ମୋତେ ବହୁତ ବଢ଼ିଆ ଲାଗିଲା। ଭାବିଲି ଗୋଟେ ଛୋଟ ବ୍ଲଗ୍ କରି ମୁଁ ଆପଣଙ୍କୁ ଏଇଟା ସେୟାର କରିବି ବୋଲି। ତ ସେଥିପାଇଁ ମୁଁ ଏଇ ଛୋଟ ବ୍ଲଗ୍ ଗୋଟେ କଲି। ଆଉ ଏ ଚାଷ ଜମିକି ଲାଗିକି ପଡ଼ିଆ, ଇଏ କେତେ ସୁନ୍ଦର ପରିବେଶ ଦେଖନ୍ତୁ। ଆଉ ସହରରେ କ'ଣ, ମାନେ ଲୋକ ହିଁ ଲୋକ। ଟିକେ ବି ଶାନ୍ତ ପରିବେଶ ଲୋକମାନେ ଖୋଜୁଛନ୍ତି। ଯେଉଁମାନେ ଏଜେଡ଼ ଲୋକ ଅଛନ୍ତି, ସେମାନେ ଶାନ୍ତ ପରିବେଶ ଖୋଜୁଛନ୍ତି, କିନ୍ତୁ ଶାନ୍ତ ପରିବେଶ ପାଉନାହାନ୍ତି। ମୁଁ ବହୁତ ଲୋକଙ୍କ ସହିତ ମିଶିଛି, ଯେଉଁମାନେ ପଳେଇ ଯାଉଥିବେ ମନ୍ଦିର ଆଡ଼କୁ, କେଉଁଠି କେନାଲ ଫେନାଲ ଥିବ, ବା ଗୋଟେ ନିରଳା ଜାଗା ଖୋଜୁଥିବେ ଯେଉଁଠିକି ସାଉଣ୍ଡ ଶବ୍ଦ କିଛି ନଥିବ। ବହୁତ ଲୋକଙ୍କୁ ଦେଖିଛି ସେମାନଙ୍କୁ। କାରଣ ସେମାନେ ଲୋକମାନଙ୍କ ସହିତ ଏତେ ମାନେ ଜାମ୍ରେ ରୁହନ୍ତି। ସେମାନେ ଶାନ୍ତ ପରିବେଶ। ଲୋକ ମନ୍ଦିରରେ କାହିଁକି ବସନ୍ତି? ମନ୍ଦିରରେ ବସିବାର କାରଣ ହେଉଛି ଏଇଆ ଯେ ତାଙ୍କୁ ଟିକେ ଶାନ୍ତ ଲାଗେ, ପରିବେଶ ଲାଗେ। ଇଏ ପୁରା ଦେଖ, ଧାନକେରି ପର୍ଯ୍ୟନ୍ତ ଦୂର ଦୂରକୁ ଦେଖାଉଛି, କେହି ବି ଗୋଟି ବି ନାହାନ୍ତି। ଦେଖୁଛନ୍ତି ନା? ତେଣୁ ଏଇ ହେଉଛି ଗାଁର ମଜା, ଗାଁର ଶାନ୍ତ ପରିବେଶର। ଆଉ ଏଇ ଯେଉଁ ପ୍ରାକୃତିକ ଯେଉଁ ସୌନ୍ଦର୍ଯ୍ୟ, ଏଇଟା ହୁଏତ ସହରରେ ମିଳେ ନାହିଁ, ଗାଁରେ ମିଳେ। ଆଉ ମୋତେ ବହୁତ ଭଲ ଲାଗିଲା। ଭାବିଲି ଆପଣଙ୍କୁ ଏଇଟା ସେୟାର କରିବି। ଯେଉଁମାନେ ଚାହୁଁଛନ୍ତି ବା ଯେଉଁମାନେ ଶାନ୍ତଶିଷ୍ଟ ପରିବେଶକୁ ଆପଣେଇ ନେବାକୁ ଚାହୁଁଛନ୍ତି, ବହୁତ ଲୋକ ମୁଁ ଦେଖିଛି। ତ ସେମାନେ ଏହି ଭିଡ଼ିଓ ଦେଖିଲେ ବହୁତ ଖୁସି ହେବେ, ମୋର ଆଶା ଆକାଂକ୍ଷା। ଓକେ, ରହୁଛି। ନମସ୍କାର ଆଜ୍ଞା। ମୁଁ ଆସି ଏଠି ପହଞ୍ଚିଲି। ମୋର ସାଇକେଲଟା ଏଠି ରଖିଥିଲି। ସାଇକେଲଟା ରଖି ମୁଁ ଯାଇଥିଲି ସେ ବିଲ ଦେଖିବାକୁ। ସାଇକେଲର ବହୁତ ଲୋକମାନେ ଦେଖୁଥିବେ ଯେ ସାଇକେଲ, କିନ୍ତୁ ମୋତେ ସାଇକେଲ ଚଲାଇବାକୁ ଭାରି ପସନ୍ଦ ଲାଗେ। ସାଇକେଲର ଚାବିଟାକୁ ମୁଁ ଖୋଲୁଛି। କାହିଁକି ମୋତେ ସାଇକେଲ ଚଲାଇବାକୁ ଭାରି ଭଲ ଲାଗେ? ସବୁବେଳେ ଗାଡ଼ିରେ ଯିବା ଆସିବା ଭିତରେ ସାଇକେଲଟାର ଯେଉଁ ମଜା, ଇଏ ବି ଲିଭି ଯାଉଛି। ସାଇକେଲରେ ମୁଁ ପୁଣି ଚଲେଇ ଘରକୁ ଯାଉଛି। ଆପଣଙ୍କୁ ତାହା ବି ଦେଖାଉଛି। ତେଣୁ ଇଏ ହେଉଛି ଗାଁର ମଜା। ମୁଁ ଯିବା ରାସ୍ତାରେ ବି ଦେଖନ୍ତୁ, କେହି ବି ନାହାନ୍ତି, କାହାକୁ ବି ପାଇବେନି। ଖାଲି ଚଢ଼େଇ ଫଢ଼େଇ ଗୁଡ଼ାକ ଯିବା ଆସିବା କରୁଛନ୍ତି। ବାସ୍ ଏତିକି ଆଜ୍ଞା। ଛୋଟ ଜୀବନର ଛୋଟ ଭିଡ଼ିଓଟିଏ, ବ୍ଲଗ୍ଟିଏ ବନେଇ ଆପଣଙ୍କୁ ସେୟାର କରୁଛି। ଏ ଜାଗା, ଏ ପରିବେଶ, ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ କେମିତି ଲାଗୁଛି ତା କମେଣ୍ଟ ମାଧ୍ୟମରେ ନିଶ୍ଚୟ ବତେଇବେ।
କାରଣ ଆପଣଙ୍କ ଭଲ ପାଇବା ସାଥିରେ ରହିଲେ ହୁଏତ ମୁଁ ଆହୁରି କିଛି ଭଲ ଭଲ ଜାଗା, ଭଲ ଭଲ ପରିବେଶ, ଭଲ ଭଲ ପ୍ରାକୃତିକ ସୌନ୍ଦର୍ଯ୍ୟ ମୁଁ ଆପଣଙ୍କୁ ଦେଖେଇବି। ମୁଁ ଗୋଟେ ବିଲ ମାନେ ଚାଷ ଜମି ରାସ୍ତା ଗୋଟେ ଥିଲା, ଛୋଟ ରାସ୍ତା, ସେଠୁ ମୁଁ ବାହାରି ଆସିଲି ଇଏ ରାସ୍ତାକୁ, ସର୍ଭିସ ରୋଡ଼କୁ। ଏଇଟା ହେଉଛି ଆମର ଗାଁ ମନ୍ଦିର, ଯେଉଁଠିକି 3 ଖଣ୍ଡ ଗାଁରୁ ଲୋକ ଆସନ୍ତି ସେଠି ପୂଜା କରିବାକୁ। ଆଉ ବହୁତ ଶାନ୍ତ ପରିବେଶ ତା ଭିତରେ ମଧ୍ୟ। ଏ ହେଉଛି ଆମ ଗାଁର ରାସ୍ତା, ଗୋଟେ ଗାଁରୁ ଅନ୍ୟ ଗାଁକୁ କନେକ୍ଟ କରୁଥିବା ରାସ୍ତା। ହୁଏତ ସମସ୍ତଙ୍କ ଗାଁର ଅଲଗା ଅଲଗା ଟାଇପ୍ର ରାସ୍ତା ଥାଏ, କିନ୍ତୁ ଆମ ଗାଁର ତ ଏଇ ରାସ୍ତା। ମୁଁ ଆମ ଘର ପାଖ ହେଇଗଲି, ଘର ପର୍ଯ୍ୟନ୍ତ ଏ ଭିଡ଼ିଓ ଟିକେ ବନଉଛି। ये आम नीलानी आ ये मो ककमा ए वीडियो करछि पूरा सियाड़ करिक आनली आ तो तते भी देखिए समस्ते हैला। हौ ए पावर टिलर भी आसुनी, पावर टिलर भी उठियो कि ताको और कष्ट हबो। पावर टिलर ए नंगल पड़छि, नंगल बलद हल होउछि नहीं। मु एटा को बहुत दिन माने छोट बेले सब बलद हल होउतला। नहीं बलद हले कोन ना जो ए बलद नंगल ए जो बलद हल हले जोडा आदाय हबनी धानटा। हां सेटा स्वास्थ्य पय भलो, सेटा माने भलो स्वास्थ्य दब, माने डाइजेशन मध्ये हबो तमरो आरो किछि ये नहीं। ट्रैक्टर रे कोन ना सब जा ये कर देला ना, कोन गाई खुरा बजलानी ने खुरा कथा नहीं। ट्रैक्टर बलद जोटा करियो ट्रैक्टर सेटा को अधिका माने हल करियो, खुली दब अधिका हल करियो। जोटा बलद गोटे गेयर करियो ट्रैक्टर सेटा 5टा गेयर करियो। किंतु मेन कथा हला एटी सब माने आसियो किमिति, गाड़ी उठियो किमिति सेटी सेपटे कोन गाड़ी सेपरेट आसियो कोन भद्रक सेपरेट आसियो भाई, गाड़ी सेपरेट ना आसी परियोनी। गाड़ी उठिबो पुन तळु जीवन तळु ऊपर उठ परियोनी एमति सब सेपरेट रास्ताटा अछि पाटपुराडे सेपरेट उठी सेपरेट। ना ना गाड़ी से कथा कहूनी, एटा धर हळ कला अलवा भी लो जीवो किमिति जाई परियो ना। ट्रैक्टर जाई परियो सेपरेट उठी आराम से जीवो जाई परियोनी। हां सेपरेट एटा देखुनो एटा धर जो खाल अछि एटा ऊंचो अछि, एटा भांगी दो गोटे रास्ता बने दो। नाही म केते सब भांगी भांगा जीवो की। हां सेटी हमरो समान थिला भितरे गुटे नाळ टाइप रो थिबो, ट्रैक्टर को मु जीविनी आ एते ये हेले जीवो की जीवनी। एटा होची पहाड़िया माने पहाड़ को लागी जे सेपटे भद्रक केन्द्रापड़ा सेपटे कथा कहूची। सेपटे सब कोन समान अछि, सब जीव आसियो, किंतु एठी बलद हल एबे भी चलची एठी ना। हां मेडे बहुत किंतु सेठी स्वप्न होई गेलेनी। एटा होची ए जो पर्वतरा देखुनांदी भाई। हां बां बटे पर्वत। हां ए पर्वत होची मांडिया मुंडी पर्वत। ए जो हां ए जो पर्वतरा अच्छा ए छोटिया पर्वतरा मांडिया काहे की मांडिया मुंडी हिजो ना। से जो से पर्वत डाहण बटे पर्वत पाखरे हां सुंदरेश्वर महादेव रही गले। अच्छा ए जो देखा पहाड़टा ए जो पहाड़टा देखा होची। हां पार्वती एइडे रहउतले। हां सेठी जेतले शिव पळे आसले पार्वती डेंकी पळेले। अच्छा जाऊ मांडिया एटा मांडिया पहाड़ मांडिया मुंडी मुंडी ऊपर डेंपल से मांडिया ब्रह्मपुर डिस्ट्रिक्ट
ମାନେ ଏଇଟା ମାନେ ଯୋଉଆଡ଼େ ଗଞ୍ଜାମ ଡିଷ୍ଟ୍ରିକ୍ଟ କିନ୍ତୁ ଯୋଉମାନେ ଯୋଉଠି ସମାନ ଥିବ ନା ଏଇ ଟାଇପ୍ର ସବୁଆଡ଼େ ଯୋଉଟା ପୁରା ଡିଷ୍ଟ୍ରିକ୍ଟ ସାରା ଏଇ ଟାଇପ୍ର ଥିବ ମ୍ୟାକ୍ସିମମ୍ ଏଇ ଟାଇପ୍ର ପାହାଡ଼କୁ ଯେହେତୁ ଅଛି ସେଠୁ ଏଇ ଟାଇପ୍ର ଆଉ ଯେମିତି ଦୂରରୁ ଦେଖିଲେ ଦେଖାଯାଉଛି ଗୋଟେ ଗଢ଼ିଆ ଅଛି ନାଇଁ କି ଏ ରୁଆ ହବ ଦୂରରୁ ଦେଖିଲେ ଲାଗୁନି ଗୋଟେ ଗଢ଼ିଆ ସେତିକି ହଁ ହଁ ଆମର ଦେଖୁଛ ନା ଭାଇ ଏଠି ଦେଖୁନୁ ଦେଖିଲେ ନା ହଁ ହଁ ଆମେ ପଳେଇଥିଲେ ଏଇଟା ବହୁତ ଦୂର ଆକ୍ଚୁଆଲି ଥରେ ଆପଣ ଯାଇକି ଆସିଲେ ଆପଣ ଗୋଡ଼ ହାତ ସେମାନେ ଏଇଟା କେତେ ଉଞ୍ଚ ଏଇଟା କେତେ ଖାଲ ହେଲେ ଏଇଟା କେତେ ଉଞ୍ଚ ଅଛି ଏଇଟା କେତେ ଖାଲ ଅଛି ଏଠୁ ଏଠି ଗାଡ଼ି ଆସିଲେ ଗାଡ଼ି ସେପଟୁ ଯିବ କେମିତି ଯାଇପାରିବନି ନା ଏଇଟା ବୁଝିଲେ ଭାଇ ଏଇଟା ବିକିଦେଲେ କୋଉଟା ହଁ ଦେଲେନି ପୁରା ଦୂରରୁ ଦେଖିଲେ ଲାଗୁଛି ସେତିକି ଗୋଟେ ପୋଖରୀ ନା ହଁ ବା ଜଷ୍ଟ ଦେଖିବ ଏଇଟା ଗୋଟେ ପୋଖରୀ ସେଟା ଗୋଟେ ପୋଖରୀ ବିଲ ଗୁଡ଼ା ଦେଖୁନ ଲାଗୁଛି ପୋଖରୀ ବିଲଟା ପୋଖରୀ ଲାଗେ ବିଲଟା ତାପରେ ଏଗୁଡ଼ା ସବୁ କାଟିଦେଲେ ବଡ଼ ପୋଖରୀ ହେଇଯିବ ହଁ କଟା ହେଇକି ସବୁ ଇଏ ହେଉଛି ସେଥିପାଇଁ ଗଞ୍ଜାମ ଡିଷ୍ଟ୍ରିକ୍ଟର କେମିତି ଚାଷ ତାଙ୍କର ଇଏ ବଳଦ ଚାଷ ବଳଦ ହଳ କୋଉଟା ସେଇଟା ହଁ ସେଇ ପୁରାଟା ଛୋଟ ଜାଗା ଦେଖାଯାଉଛି ନା ଏଇଟା ଗୋଟେ ପୋଖରୀ ବନ୍ଧ କାଇଁ ଏଇଟା ଦେଖୁନୁ ସେଠି 1 2 ସେଟା ଯଦି ଭାଙ୍ଗିଦେବି ମିଶାଇଦେବି ହଁ ଆଉ ସେଇଟା ସେ 4 2ଟା ମିଶାଇ ଦେଲେ କ'ଣ ଏଇଟା ସେ ଗୋଟେ ଚାଲନ୍ତୁ ଆହୁରି ଆଗକୁ ୟା ଭିତରେ ସବୁ କଇଁଚ ସବୁ ଅଛନ୍ତି ନାଇଁ ଭିତରେ ସେ ଚିରାମାଳ ଭିତରେ ପଳେଇ ଆସିବେ ପାଟରୁ ପଳେଇ ଆସୁଛନ୍ତି ତା ଭିତରେ ନାହାନ୍ତି କିନ୍ତୁ ପାଣିର ଅସୁବିଧା ହୁଏନି ନା ନାଇଁ ଏଇଟା ଆମେ ଏ ମାସରେ ରହିଲେ ଆର ମାସକୁ ଧାନ ହେଇଛି ନାଇଁ ଯୋଉ ଚାଷ ବେଳେ ପାଣିର ଅସୁବିଧା ହୁଏନି କାହିଁକିନା ପୁରା ଉପର ଅଛି ଉପର ଅଛି ପୁଣି ସେ ଖାଲ ଅଛି ପାଣି ଘୋଷା ନିଏନି କିଛି ହୁଏନି ନାଇଁ ଏଇଟା ପାଇଁ ହବନି ସେ ଭିତର ପାଇଁ ଯାହା ପାଣି ଅସୁବିଧା ହବ ଏଇଟା ପାଇଁ ହବନି ଆଚ୍ଛା ଆଚ୍ଛା ଏଇଟା ଉପରେ ଥିଲେ ଏଇଟା ପାଇଁ ହବନି ଏଇଟା ଭାଦ୍ର ମାସ ଏଇ ମାସରେ ରହିଲେ ମାର୍ଗଶିର ମାସରେ ପୁରା ଦୂରରୁ ଦେଖିବ ସେଟା ଦେଖାଯାଉଛି ସେତିକି ପୋଖରୀ ଏଇଟା ରୁଆ ହେଇନି କିଆରି କୋଉଟା ହଁ ସେଟା ବି ଦେଖାଯାଉଛି ଗୋଟେ ପୋଖରୀ ଟାଇପ୍ର 1 2 3 ନାଇଁ କି 5ଟା ଅଛି 5ଟା ଆମେ ସେ ପୋଖରୀ ହେଇଯାଉନି ଗଞ୍ଜାମ ଡିଷ୍ଟ୍ରିକ୍ଟ କୋଉ ଜାଗା ଇଏ କୋଉ ଜାଗା ଦନେଇ ବ୍ରହ୍ମପୁର ମାର୍କେଟ ହେଲା ଛତ୍ରପୁର ଛତ୍ରପୁର ବ୍ଲକ ଦନେଇ ବ୍ରହ୍ମପୁର ଗାଁ ଏଗୁଡ଼ା ଆସିନି ପୁରା ଗାଁକୁ କନେକ୍ଟ ହେଉଛି ଏଇ ଯେଉଁ ରାସ୍ତାଟା କୁଆଡ଼େ ଯାଇଛି ଆମେ ଯିବା ଆସିବା କରୁ ଏଇଟା ବିଲକୁ ଯିବା ପାଇଁ ଏଇ ଯେଉଁ ଆମର କରୁଛନ୍ତି ଚାଷ ଘର ରାସ୍ତା ଆମେ ରହିତ এইটা আমরা এখন আমরা ବିଲକୁ ଯାଉଛନ୍ତି କୋଉଟା ଗାଁ ପରିବେଶ ଖାଲି ଗଛ ବୁଖ ମାନେ ମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ପୁରା ବଢ଼ିଆ ହଁ ହଁ ଗଞ୍ଜାମ ଡିଷ୍ଟ୍ରିକ୍ଟର ଚାଷବାସ ବିଷୟରେ ଥିଲା ଏଇ ଛୋଟ ଅପଡେଟ୍।